ପକ୍ଷୀମାନଙ୍କ ମଧ୍ୟରେ ସବୁଠୁ ଖରାପ ପକ୍ଷୀ ହେଉଛି କାଉ। ପଶୁମାନଙ୍କ ମଧ୍ୟରେ ସବୁଠୁ ଖରାପ ପଶୁ ହେଉଛି କୁକୁର। ସାଧୁମାନଙ୍କ ମଧ୍ୟରେ କୁକୁର କାଉର ସ୍ଥାନ ଦିଆଯାଇଛି। ସେହି ସାଧୁମାନଙ୍କୁ ଯେଉଁମାନେ ସାଧୁ ନାମରେ ସମସ୍ତ ଅସାଧୁ କାମ କରିଥାନ୍ତି। ସବୁଠାରୁ ବଡ଼ ପାପୀ ହେଉଛି ସିଏ ଯିଏ ଅନ୍ୟକୁ ନିନ୍ଦା କରିଥାଏ। କେହି କାହାର ନିନ୍ଦା କରୁଥିବା ବେଳେ ନିନ୍ଦା କରାଯାଉଥିବା ଲୋକ ସେଠାରେ ନଥାଏ। ତେଣୁ ସେ କିଛି ଜାଣିପାରେ ନାହିଁ। ମାତ୍ର ଭଗବାନ ସବୁଠି ଅଛନ୍ତି, ସବୁ ଦେଖୁଛନ୍ତି। ତାଙ୍କୁ କିଛି ବି ଲୁଚେଇ ହେବ ନାହିଁ। ଆଜି ନହେଲେ ବି କାଲି ଭଗବାନଙ୍କ ଦରବାରରେ ଆପଣ ଦଣ୍ଡ ପାଇବେ। ତେଣୁ ସତର୍କ ରୁହନ୍ତୁ, ପରନିନ୍ଦା ଛାଡ଼ି ଦିଅନ୍ତୁ। କାଚ ଜିନିଷକୁ ପାଉଁଶରେ ସଫା କଲେ ତାହା ଚିକ୍ ଚିକ୍ କରିଥାଏ। ତମ୍ବା ଜିନିଷକୁ ଚିକ୍ ଚିକ୍ କରିବାକୁ ଏବଂ ଭଲ ଭାବରେ ସଫା କରିବାକୁ ଖଟା ଆବଶ୍ୟକ ହୋଇଥାଏ। ନଦୀ ତାର ପ୍ରଖର ସ୍ରୋତରେ ସଫା ହୋଇଥାଏ। ମାତ୍ର ନଦୀର ସ୍ରୋତ ଧୀର ହେଲେ ନଦୀ ପାଣି ଖରାପ ହୋଇଥାଏ। ସେହିପରି ନାରୀର ଶୁଦ୍ଧି, ସେମାନଙ୍କର ରଜନିବୃତ୍ତି ମାସିକ ଧର୍ମ ପରେ ହୋଇଥାଏ। କ୍ରୋଧ ସ୍ୱଭାବ, କଟୁ କଥା କହିବା, ଦରିଦ୍ର ଏବଂ ନିଜର ବନ୍ଧୁ ବାନ୍ଧବଙ୍କ ସହ ଶତ୍ରୁତା ରଖିବା, ଚରିତ୍ରହୀନ ତଥା ପତିତ ଲୋକଙ୍କ ସହ ବନ୍ଧୁତା ରଖିବା, ଦୁଷ୍ଟ ଲୋକଙ୍କ ପାଖରେ ଚାକିରି କରିବା, ଏ 6ଟା ଯାକ କାମକୁ ମର୍ତ୍ତ୍ୟମଣ୍ଡଳରେ ନର୍କ ଭୋଗିବା ସହ ସମାନ ବୋଲି ଚାଣକ୍ୟ କହିଛନ୍ତି। ପ୍ରକୃତରେ ତାଙ୍କର କହିବା କଥା ହେଉଛି ଏ 6ଟା ତତ୍ତ୍ୱଠାରୁ ଦୂରେଇ ରହିବା ଉଚିତ। ଯେଉଁ ପୋଖରୀରେ ଅଧିକ ପାଣି ଥାଏ, ହଂସମାନେ ଆସି ସେଠାରେ ବାସ କରନ୍ତି। ମାତ୍ର ପାଣି ଶୁଖିଗଲେ ସେମାନେ ସେ ପୋଖରୀ ଛାଡ଼ି ପାଣି ଥିବା ଅନ୍ୟ ଜାଗାକୁ ଚାଲିଯାଆନ୍ତି। ସେଠୁ ପାଣି ଶୁଖିଗଲେ ପୁଣି ନୂଆ ଏକ ପାଣି ଭରା ପୋଖରୀ ଦେଖି ଚାଲିଯାଆନ୍ତି। ଯେତେବେଳେ ବର୍ଷା ହୁଏ, ପୂର୍ବ ଶୁଖିଲା ପୋଖରୀ ପୁଣି ପାଣିରେ ଭରିଗଲେ ହଂସମାନେ ପୁଣି ସେ ପୋଖରୀକୁ ଫେରି ଆସନ୍ତି। ଏସବୁ କେବଳ ସ୍ୱାର୍ଥର କଥା। ଆମେ କେବଳ ଆମର ସ୍ୱାର୍ଥ ପାଇଁ ଆମେ କିନ୍ତୁ କେବଳ ସ୍ୱାର୍ଥ ପାଇଁ ଏସବୁ କରିବା ଅନୁଚିତ। ଆମେ ଯଦି କାହାର ହାତ ଧରିବା ତେବେ ସବୁଦିନ ପାଇଁ ଧରିବା। ସୁଖ ଦୁଃଖ ଉଭୟରେ ସାଥ ଦେବା ପାଇଁ ଧରିବା। ବନ୍ଧୁ ହେବା ଏବଂ ଉଭୟ ସୁଖ ଦୁଃଖରେ ଭାଗୀ ହେବା। ଗ୍ରହଗୁଡ଼ିକ ଠିକ୍ କରିବାର ସହଜ ଉପାୟ। ପ୍ରତ୍ୟେକ ଦିନ ବ୍ୟାୟାମ କରିବା ମଙ୍ଗଳ ଠିକ୍। କାର୍ଯ୍ୟ ସମୟ ଦେଖି କରିବା ଶନି ଠିକ୍। ଶୀଘ୍ର ଶୋଇ ଶୀଘ୍ର ଉଠିବା ସୂର୍ଯ୍ୟ ଠିକ୍। ମନକୁ କାର୍ଯ୍ୟରେ ବ୍ୟସ୍ତ ରଖିବା ଚନ୍ଦ୍ର ଠିକ୍। ସବୁଦିନ କିଛି ପଢ଼ିବା ଲେଖିବା ବୁଧ ଠିକ୍। ମନ୍ତ୍ର ପାଠ କରିବା ବୃହସ୍ପତି ଠିକ୍। ସଙ୍ଗୀତ ଶୁଣିବା ଶୁକ୍ର ଠିକ୍। ଜୟ ଶ୍ରୀ ଜଗନ୍ନାଥ।